ନମସ୍କାର। ଓଂ ନମୋ ଭଗବତେ ବାସୁଦେବାୟ। ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାର ଗଭୀର ଜ୍ଞାନ ସାଗରରେ ବୁଡ଼ ପକେଇବା ଆଉ ସେହି ମହାନ ଗ୍ରନ୍ଥରୁ ଏକ ବିଶେଷ ଶ୍ଲୋକ ଉପରେ ଆଲୋଚନା କରିବା। ନମସ୍କାର। ହଁ, ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଶ୍ଲୋକ। ମନେ ପକାନ୍ତୁ ସେହି କୁରୁକ୍ଷେତ୍ର ଯୁଦ୍ଧଭୂମି, ଚାରିଆଡ଼େ ଯୁଦ୍ଧର ଆୟୋଜନ, ଆଉ ମଝିରେ ରଥ ଉପରେ ଅର୍ଜୁନ ନିଜର ପରିଜନ ଗୁରୁଜନଙ୍କୁ ଶତ୍ରୁପକ୍ଷରେ ଦେଖି ହଠାତ୍ ପୁରା ଭାଙ୍ଗି ପଡ଼ିଛନ୍ତି, ଗାଣ୍ଡିବ୍ ଖସିପଡ଼ୁଛି ହାତରୁ ଭୀଷଣ ଶୋକରେ। ହଁ, ସେହି ବିଷାଦ ଯୋଗର ପରିସ୍ଥିତି, ଯେତେବେଳେ କର୍ତ୍ତବ୍ୟ ଓ ମୋହ ଭିତରେ ସଂଘର୍ଷ। ଏକଦମ। ଆଉ ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ଯେଉଁ ଅମୂଲ୍ୟ ଜ୍ଞାନ ଦେଇଛନ୍ତି, ତାର ଗୋଟିଏ ମୋତିକୁ ଆଜି ଆମେ ଖୋଜିବା। ଆମର ଆଲୋଚନାର ବିଷୟ ହେଉଛି ଅଧ୍ୟାୟ 2 ସାଂଖ୍ୟ ଯୋଗର ଶ୍ଲୋକ ସଂଖ୍ୟା 28। ଶ୍ଲୋକ 2.28 ଆମେ ବୁଝିବାକୁ ଚେଷ୍ଟା କରିବା। ଏହି ଗୋଟିଏ ଶ୍ଲୋକ କେମିତି ଅର୍ଜୁନଙ୍କର ସେହି ଗଭୀର ଦୁଃଖକୁ ଦୂର କରିବାକୁ ସାହାଯ୍ୟ କରୁଛି, ଆଉ ଆମ ଜୀବନ ପାଇଁ ଏଥିରେ କ'ଣ ସନ୍ଦେଶ ଅଛି। ଏହି ଗଭୀର ଆଲୋଚନାର ପୂରା ମର୍ମ ବୁଝିବା ପାଇଁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣନ୍ତୁ। ଆଉ ହଁ, ଯଦି ଏମିତି ଆଧ୍ୟାତ୍ମିକ ଚର୍ଚ୍ଚା ଭଲ ଲାଗୁଥାଏ, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଚାଲନ୍ତୁ ଆରମ୍ଭ କରିବା। ନିଶ୍ଚୟ। ତେବେ ପ୍ରଥମେ ସେହି ମହାନ ଶ୍ଲୋକଟିକୁ ଶୁଣିବା, ଯାହା ଭଗବାନ କହିଥିଲେ, ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ ଅବ୍ୟକ୍ତ ନିଧାନାନି ଏବ ତତ୍ର କା ପରିଦେବନା। 28। ବହୁତ ସୁନ୍ଦର। ଏବେ ଏହାର ଅର୍ଥକୁ ଟିକେ ସରଳ ଭାବେ ବୁଝିବାକୁ ଚେଷ୍ଟା କରିବା। ଏଥିରେ ଥିବା ଶବ୍ଦଗୁଡ଼ିକ ମାନେ ଟିକେ କଷ୍ଟ ଲାଗୁଛି। ହଁ, ଆସନ୍ତୁ ପ୍ରତିଟି ଶବ୍ଦକୁ ଦେଖିବା। ଅବ୍ୟକ୍ତାଦିନି, ଅବ୍ୟକ୍ତାଦିନି। ଏହାର ଅର୍ଥ ହେଲା ଆଦିରେ ବା ଆରମ୍ଭରେ ଅବ୍ୟକ୍ତ, ମାନେ ଅପ୍ରକଟ, ଯାହାକୁ ଦେଖି ହୁଏ ନାହିଁ। ଆଚ୍ଛା, ଆରମ୍ଭରେ ଅଦୃଶ୍ୟ। ହଁ। ତାପରେ ଭୂତାନି, ଭୂତାନି, ମାନେ ସବୁ ପ୍ରାଣୀ, ସବୁ ଜୀବ। ବ୍ୟକ୍ତ ମଧ୍ୟାନି, ବ୍ୟକ୍ତ ମଧ୍ୟାନି। ଏହାର ମାନେ ମଝି ସମୟରେ ବ୍ୟକ୍ତ ବା ପ୍ରକଟ, ମାନେ ଜନ୍ମ ଆଉ ମୃତ୍ୟୁ ଭିତରେ ଯେଉଁ ସମୟଟା, ସେତେବେଳେ ଦେଖାଯାଏ। ଓହୋ, ମଝିରେ ଦୃଶ୍ୟମାନ। ହଁ, ଭାରତରେ ଏଠି ଅର୍ଜୁନଙ୍କୁ ସମ୍ବୋଧନ କରାଯାଇଛି, ହେ ଭରତବଂଶୀ। ହଁ, ଭାରତ। ଅବ୍ୟକ୍ତ ନିଧାନାନ୍ୟବ, ନିଧାନ ମାନେ ଅନ୍ତ ବା ଶେଷ। ତେଣୁ ଏହାର ଅର୍ଥ ଶେଷରେ ପୁଣି ଅବ୍ୟକ୍ତ ବା ଅଦୃଶ୍ୟ ହିଁ ହୋଇଯାଆନ୍ତି। ସେହି ଏବ ଶବ୍ଦଟା ହି ବା ନିଶ୍ଚିତତାକୁ ବୁଝାଉଛି। ମାନେ ଶେଷରେ ବି ଅଦୃଶ୍ୟ। ଏକଦମ। ତତ୍ର ମାନେ ତେବେ ବା ସେହି ସ୍ଥିତିରେ। ଆଉ ଶେଷରେ କା ପରିଦେବନା। ଏହାର ଅର୍ଥ କି ଶୋକ, କାହିଁକି ବିଳାପ, ଶୋକ କରିବାର କ'ଣ ଅଛି? ବା, ବହୁତ ସ୍ପଷ୍ଟ ଭାବେ ବୁଝାଇଲେ। ତେବେ ଏ ସବୁକୁ ମିଶେଇ ଦେଲେ ଏହାର ସରଳ ଅର୍ଥ କ'ଣ ଏମିତି ହେବ ଯେ, ହେ ଅର୍ଜୁନ, ସବୁ ଜୀବ ଜନ୍ମ ଆଗରୁ ଅଦୃଶ୍ୟ ଥିଲେ, ମଝିରେ କିଛି କାଳ ପାଇଁ ଦେଖା ଦେଉଛନ୍ତି, ଆଉ ମରିଗଲା ପରେ ପୁଣି ଅଦୃଶ୍ୟ ହେଇଯିବେ। ତେବେ ଯେତେବେଳେ ଆରମ୍ଭ ଆଉ ଶେଷ ଦୁଇଟା ଯାକ ଅଦୃଶ୍ୟ, ଏ ମଝିରେ ଦେଖାଯାଉଥିବା ସମୟ ପାଇଁ କାହିଁକି ଏତେ ସୁଖ? ମୁଁ ଠିକ୍ ବୁଝିଲି? ହଁ, ଆପଣ ଏକଦମ ଠିକ୍ ଧରିଛନ୍ତି ସରଳ ଅର୍ଥଟାକୁ। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। କଥାଟା ଶୁଣିବାକୁ ସିନା ସହଜ ଲାଗୁଛି, ହେଲେ ସେତେବେଳେ ଅର୍ଜୁନଙ୍କର ଅବସ୍ଥା, ସେ ତ ଭୀଷଣ ଦୁଃଖରେ ଥିଲେ। ଭଗବାନ ଏତେ ସିଧା କଥାଟା କାହିଁକି କହିଲେ? ଏହାର ଆଉ କିଛି ଗଭୀର କାରଣ ଅଛି କି? ନିଶ୍ଚୟ ଅଛି। ଏଇଟା ବୁଝିବା ପାଇଁ ଆମକୁ ଠିକ୍ ଏହାର ପୂର୍ବ ଶ୍ଲୋକକୁ ଦେଖିବାକୁ ହେବ। ଶ୍ଲୋକ 2.27ରେ ଭଗବାନ କହିଥିଲେ, ଜାତାସ୍ୟ ହିଁ ଧ୍ରୁବ ମୃତ୍ୟୁର୍ ଧ୍ରୁବମ୍ ଜନ୍ମ ମୃତସ୍ୟ ଚ। ହଁ, ଯିଏ ଜନ୍ମ ହେଇଛି ସେ ମରିବ, ଆଉ ଯିଏ ମରିଛି ସେ ପୁଣି ଜନ୍ମ ହେବ। ଠିକ୍। କିନ୍ତୁ ଏଇ ଶ୍ଲୋକରେ 2.28 ଭଗବାନ ଆହୁରି ଗଭୀରକୁ ଯାଉଛନ୍ତି। ସେ କହୁଛନ୍ତି, ଆମେ ଯାହାକୁ ଜନ୍ମ ଆଉ ମୃତ୍ୟୁ କହୁଛେ, ସେଇଟା ପ୍ରକୃତରେ କ'ଣ? ଦୁଇଟି ଅଦୃଶ୍ୟ ଅବସ୍ଥା ଭିତରେ ଗୋଟେ ଛୋଟିଆ ଦୃଶ୍ୟମାନ ଘଟଣା। ମୂଳ ସ୍ୱରୂପ ହେଉଛି ଅବ୍ୟକ୍ତ, ଅଦୃଶ୍ୟ। ଆମେ ସେହି ଅଦୃଶ୍ୟରୁ ଆସିଛୁ, ପୁଣି ସେହି ଅଦୃଶ୍ୟକୁ ଫେରିଯିବା। ଓହୋ। ତେଣୁ ଯେଉଁ ଶରୀର ବା ରୂପ କେବଳ ମଝିରେ ଦିଶୁଛି, ତା ପାଇଁ ଏତେ ଶୋକ କରିବାଟା ହିଁ ଅଯୌକ୍ତିକ। ଏହା ଆମକୁ ଏକ ବଡ଼ ସତ୍ୟ ଦେଖାଉଛି। ବୁଝିବି। ମାନେ ଏଇଟା ଖାଲି ଜନ୍ମ ମୃତ୍ୟୁର ଚକ୍ର କଥା ନୁହେଁ। ଆମେ ଯାହାକୁ ଜୀବନ କହୁଛୁ, ସେଇଟା ନିଜେ ଗୋଟେ ବଡ଼ ଅଦୃଶ୍ୟ ସତ୍ୟର ଏକ ଛୋଟ କ୍ଷଣିକ ପ୍ରକାଶ ମାତ୍ର। ଏଇ ଯୋଉ କଥା କହିଲେ ଅବ୍ୟକ୍ତ, ବ୍ୟକ୍ତ, ଅବ୍ୟକ୍ତ, ଏ ଧାରଣାଟା ଟିକେ କେମିତି କହିବି, ଅସ୍ପଷ୍ଟ ଲାଗୁଛି।
ଏହାକୁ ଆମେ କେମିତି ଅନୁଭବ କରିପାରିବା? ହଁ, ବୁଝିପାରୁଛି। ଆସନ୍ତୁ ଏହାକୁ 3ଟି ସ୍ପଷ୍ଟ ଅବସ୍ଥାରେ ଭାଙ୍ଗି ଦେଖିବା। ପ୍ରଥମ ହେଲା ଅବ୍ୟକ୍ତାଦିନୀ ଜନ୍ମ ପୂର୍ବର ଅବ୍ୟକ୍ତ ଅବସ୍ଥା। ଆମେ ଜନ୍ମ ହେବା ଆଗରୁ କେଉଁଠି ଥିଲେ, କେମିତି ଥିଲେ, ଆମେ ଜାଣିନୁ। ଆମ ଇନ୍ଦ୍ରିୟ ପାଇଁ ସେଇଟା ଅଗୋଚର। ଯେମିତି ମାଟି ତଳେ ମଞ୍ଜିଟେ ଥାଏ, ଦେଖାଯାଏନି କିନ୍ତୁ ଅଛି। ଆଚ୍ଛା। ଦ୍ୱିତୀୟ ହେଲା ବ୍ୟକ୍ତ ମଧ୍ୟାନି ମଝିର ବ୍ୟକ୍ତ ଅବସ୍ଥା। ଏଇଟା ହେଉଛି ଜନ୍ମ ପରଠୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ। ଏହି ସମୟରେ ଆତ୍ମା ଗୋଟେ ଶରୀର ନେଇ ପ୍ରକଟ ହୁଏ। ଆମେ ଦେଖୁ, ଚିହ୍ନୁ, କଥା ହଉ। ଏଇଟାକୁ ହିଁ ଆମେ ସାଧାରଣତଃ ଜୀବନ କହୁ। ଏଇ ଜୀବନ କାଳ। ଆଉ ତୃତୀୟ ହେଲା ଅବ୍ୟକ୍ତ ନିଧାନାନ୍ୟବା ମୃତ୍ୟୁ ପରର ଅବ୍ୟକ୍ତ ଅବସ୍ଥା। ଯେତେବେଳେ ଶରୀର ନଷ୍ଟ ହୁଏ, ଆତ୍ମା ପୁଣି ଅଦୃଶ୍ୟ ହୋଇଯାଏ। ଶରୀରଟା ପଡ଼ି ରହେ, କିନ୍ତୁ ଆତ୍ମା କୁଆଡ଼େ ଗଲା, କ'ଣ ହେଲା, ଆମେ ଜାଣିପାରୁନୁ। ସେ ପୁଣି ଅବ୍ୟକ୍ତ। ଦୃଶ୍ୟକୁ ଆଉ ପୁଣି ଦୃଶ୍ୟରୁ ଅଦୃଶ୍ୟକୁ। ଏକଦମ। ଏଇଟା ତ ପୁରା ଏକ ଭିନ୍ନ ଦୃଷ୍ଟିକୋଣ। ମୋତେ ଲାଗୁଛି ଆମେ ଯେଉଁ ବ୍ୟକ୍ତ ବା ଦୃଶ୍ୟମାନ ଜୀବନକୁ ଏତେ ଗୁରୁତ୍ୱ ଦେଉ, ସେଇଟା ପ୍ରକୃତରେ ଏକ ବିରାଟ ଅଦୃଶ୍ୟ ସମୁଦ୍ରରେ ଗୋଟେ ଛୋଟିଆ ଲହଡ଼ି ପରି। ବୋଧେ ଏଇଟା ହିଁ କୃଷ୍ଣଙ୍କ ମୂଳ କଥା, ଅର୍ଜୁନଙ୍କୁ ବୁଝେଇବା ପାଇଁ। ହଁ, ଏଇଟା ହିଁ ଏଇ ଶ୍ଲୋକର ଗୋଟେ ବଡ଼ କଥା। ଏହା ଖାଲି ଆତ୍ମା ଅମର କହୁନି, ଏହା କହୁଛି ଯେ ଆମର ଏହି ଦୃଶ୍ୟମାନ ଅସ୍ତିତ୍ୱଟା ହିଁ ଗୋଟେ କ୍ଷଣିକ ପ୍ରକାଶ, ଯାହାର ଆରମ୍ଭ ବି ଅଦୃଶ୍ୟ, ଶେଷ ବି ଅଦୃଶ୍ୟ। ଏହା ତ ଆମ ଚିନ୍ତାଧାରାକୁ ବଦଳେଇ ଦେଉଛି। ଆମେ ତ ସବୁବେଳେ ଦେଖାଯାଉଥିବା ଜିନିଷକୁ ସତ ମାନୁ। କିନ୍ତୁ ଏଠି ଭଗବାନ ଓଲଟା କହୁଛନ୍ତି, ଅଦୃଶ୍ୟ ହିଁ ମୂଳ ସତ୍ୟ। ଦୃଶ୍ୟମାନ ତ କେବଳ ମଝିରେ ଆସୁଛି ଆଉ ଯାଉଛି। ଏମିତି ଭାବନ୍ତୁ, ସୂର୍ଯ୍ୟ ଆଉ ବାଦଲ। ସୂର୍ଯ୍ୟ ତ ସବୁବେଳେ ଆକାଶରେ ଅଛି, ହଁ। କିନ୍ତୁ ବେଳେବେଳେ ବାଦଲ ଖଣ୍ଡେ ଆସି ତାକୁ ଘୋଡ଼େଇ ଦିଏ। ଆମକୁ ଲାଗେ ସୂର୍ଯ୍ୟ ନାହିଁ, କିନ୍ତୁ ସୂର୍ଯ୍ୟ ଖାଏ। ବାଦଲ ଗଲେ ପୁଣି ଦିଶେ। ଆଚ୍ଛା, ଭଲ ଉଦାହରଣ। ସେମିତି ଆତ୍ମା ନିତ୍ୟ। ଏ ଶରୀରଟା ବାଦଲ ପରି ଆସୁଛି, ଯାଉଛି। କିମ୍ବା ମଞ୍ଜିଟିଏ ମାଟି ତଳେ ଥିଲାବେଳେ ଅବ୍ୟକ୍ତ, ଗଛ ହେଲେ ବ୍ୟକ୍ତ, ପୁଣି ଶୁଖି ମାଟିରେ ମିଶିଲେ ପୁଣି ଅବ୍ୟକ୍ତ। ହଁ, ଏଇ ଉଦାହରଣଗୁଡ଼ାକ ବୁଝିବାରେ ସାହାଯ୍ୟ କରୁଛି। କିନ୍ତୁ ଯେତେବେଳେ ମଣିଷ କଥା ଆସୁଛି, ସେଠି ଟିକେ ଅଲଗା ଲାଗୁଛି। ସୂର୍ଯ୍ୟ ତ ଅଛି, ଖାଲି ଲୁଚୁଛି। ହେଲେ ଜଣେ ମଣିଷ, ସେ ତ ଆଗରୁ ନଥିଲା ଆମ ପାଇଁ, ତାପରେ ଦେଖାଦେଲା, ପୁଣି ଚାଲିଯିବ। ଅର୍ଜୁନଙ୍କ ସମସ୍ୟା ତ ସେଠି ଥିଲା। ସେ ତାଙ୍କ ଭୀଷ୍ମ ପିତାମହ ଗୁରୁ ଦ୍ରୋଣାଙ୍କୁ ସେତେବେଳେ ଜୀବନ୍ତ ଦେଖୁଥିଲେ, ଆଉ ସେମାନଙ୍କୁ ହରାଇବାର ଭୟରେ ଦୁଃଖ କରୁଥିଲେ। ଏ ଶ୍ଲୋକ କେମିତି ସିଧାସଳଖ ସେହି ଭାବନାକୁ ସମ୍ଭାଳୁଛି? ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ଭଗବାନ ଏଠି ଅର୍ଜୁନଙ୍କ ଦୃଷ୍ଟିକୁ ସେହି ବର୍ତ୍ତମାନର ଦୃଶ୍ୟରୁ ହଟେଇ ଗୋଟେ ବଡ଼ ପରିପ୍ରେକ୍ଷୀକୁ ନେଇଯାଉଛନ୍ତି। ସେ କହୁଛନ୍ତି, ହେ ଅର୍ଜୁନ, ତୁ ଯେଉଁ ଭୀଷ୍ମ ଦ୍ରୋଣାଙ୍କୁ ଦେଖି ଏବେ ଶୋକ କରୁଛୁ, ସେମାନେ କ'ଣ ଏ ଶରୀର ପାଇବା ଆଗରୁ ନଥିଲେ? ଥିଲେ ତ। ଥିଲେ, କିନ୍ତୁ ଅବ୍ୟକ୍ତ ରୂପରେ। ଆଉ ଯଦି ଏ ଯୁଦ୍ଧରେ ତାଙ୍କ ଶରୀର ଚାଲିଯାଏ, ସେମାନେ କ'ଣ ପୁରା ଶେଷ ହୋଇଯିବେ? ନା, ସେମାନେ ପୁଣି ଅବ୍ୟକ୍ତ ହୋଇଯିବେ। ତୋର ଦୁଃଖ ତ କେବଳ ଏଇ ମଝିର ଅସ୍ଥାୟୀ ବ୍ୟକ୍ତ ଅବସ୍ଥା ପାଇଁ। ଯେତେବେଳେ ଆରମ୍ଭ ବି ଅବ୍ୟକ୍ତ, ଶେଷ ବି ଅବ୍ୟକ୍ତ, ତେବେ ଏଇ ମଝି ଅବସ୍ଥା ପାଇଁ ଏତେ ବିଳାପ କାହିଁକି? ମାନେ ଏକ ପ୍ରକାର ମୋହ ଭାଙ୍ଗିବା ପରି କଥା। ଭଗବାନ ଦେଖାଉଛନ୍ତି ଯେ ଅର୍ଜୁନ କେବଳ ଗୋଟେ ଛୋଟ ଅଂଶକୁ ଦେଖି ବ୍ୟସ୍ତ ହେଉଛନ୍ତି। ଏକ୍ଜାକ୍ଟଲି। ଆଉ ଏ ଯୋଉ ତତ୍ତ୍ୱ, ଏହା ଖାଲି ଗୀତାରେ ନାହିଁ, ଆମର ଅନ୍ୟ ଶାସ୍ତ୍ରମାନଙ୍କରେ ବି ଏ କଥା ଅଛି। ଆଚ୍ଛା, କେଉଁଠି? ଯେମିତି କଠୋପନିଷଦରେ କୁହାଯାଇଛି, ନ ଜାୟତେ ମ୍ରିୟତେ ବା ବିପଷ୍ଟିନ୍, ମାନେ ଆତ୍ମା ଜନ୍ମ ବି ହୁଏନି, ମରେ ବି ନାହିଁ। ହଁ, ଶୁଣିଛି ଏଟା। ଶ୍ରୀମଦ୍ ଭାଗବତରେ ବି ଆତ୍ମାର ନିତ୍ୟତା ଆଉ ଦେହ ବଦଳିବା କଥା ଅଛି। ଏପରିକି ମହାଭାରତରେ ଭୀଷ୍ମ ପିତାମହ ନିଜେ ସରଶଯ୍ୟାରେ ଯୁଧିଷ୍ଠିରଙ୍କୁ ଏହିପରି ଉପଦେଶ ଦେଇଥିଲେ। ଯଦି ଆମେ ଏହାକୁ ଆଉ ଟିକେ ବଡ଼ ଚିତ୍ରରେ ଦେଖିବା, ତେବେ ଏହା କର୍ମଫଳ ଆଉ ପୁନର୍ଜନ୍ମ ସିଦ୍ଧାନ୍ତକୁ ବି ସ୍ପଷ୍ଟ କରୁଛି। ଆମର ଏଇ ବ୍ୟକ୍ତ ଅବସ୍ଥାର କାମ ହିଁ ପରବର୍ତ୍ତୀ ଅବସ୍ଥାକୁ ପ୍ରଭାବିତ କରେ। ବୁଝିଲି। ତତ୍ତ୍ୱ ହିସାବରେ ତ ବହୁତ ଗଭୀର କଥା, କିନ୍ତୁ ଏହାକୁ ନିଜ ଜୀବନରେ ଲଗେଇବା, ସେଇଟା ବୋଧେ ସବୁଠାରୁ କଷ୍ଟ। ଯଦି ସବୁ ଦେଖାଯାଉଥିବା ଜିନିଷ ଅସ୍ଥାୟୀ, ତେବେ କ'ଣ ଆମେ କାହାକୁ ଭଲ ପାଇବାନି, କାହାର ବିଚ୍ଛେଦରେ ଦୁଃଖ କରିବାନି, କିଛି ଭଲ ହେଲେ ଖୁସି ହେବାନି? ଏ ଜ୍ଞାନ ସହିତ ଆମେ ଦିନେ ଦିନିକିଆ ଜୀବନ କେମିତି ବଞ୍ଚିବା? ମାନେ ପୁରା ନିର୍ଲିପ୍ତ ହୋଇଯିବା କି? ନା ନା, ଏଇଟା ବହୁତ ସ୍ୱାଭାବିକ ପ୍ରଶ୍ନ। ଭଗବାନ ଏଠି ଭାବନା ଶୂନ୍ୟ ହେବାକୁ କହୁନାହାନ୍ତି। ସେ କହୁଛନ୍ତି ଶୋକରେ ଅଭିଭୂତ ନ ହେବା ପାଇଁ, ବିଲାପରେ ପୁରା ବୁଡ଼ି ନ ଯିବା ପାଇଁ। ଆଚ୍ଛା। ଏହାର ମାନେ ନୁହେଁ ଯେ ସ୍ନେହ ମମତା ରହିବନି,
କିନ୍ତୁ ସେହି ସ୍ନେହ ସହିତ ଏକ ବୁଝାମଣା ରହିବା ଦରକାର ଯେ ଆମେ ଯାହାକୁ ଭଲ ପାଉଛୁ ତାର ଏହି ଶାରୀରିକ ରୂପଟା ଅସ୍ଥାୟୀ। ପ୍ରକୃତ ସମ୍ପର୍କ ଆତ୍ମସ୍ତରରେ। ଏହି ଜ୍ଞାନ ଆମକୁ ଅତ୍ୟଧିକ ମୋହ ଆଉ ସେଥିରୁ ହେଉଥିବା ଦୁଃଖରୁ ବଞ୍ଚାଏ। ଏହା ଆମକୁ ସୁଖ ଦୁଃଖରେ ସ୍ଥିର ରହିବାକୁ ଶିଖାଏ, ଯାହାକୁ କହନ୍ତି ସମଭାବାପନ୍ନ। ସମଭାବାପନ୍ନ। ଆଉ ଏ ଜ୍ଞାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶୋକରେ ଭାଙ୍ଗି ନ ପଡ଼ି ନିଜ ଧର୍ମ ବା କର୍ତ୍ତବ୍ୟ କରି ଚାଲିବା। ଅର୍ଜୁନଙ୍କ ପାଇଁ ସେଇଟା ଥିଲା ଯୁଦ୍ଧ, ଆମ ପାଇଁ ଆମ ଜୀବନର ଦାୟିତ୍ୱ। ଯେତେବେଳେ ଆମେ ବୁଝିଯିବା ଯେ ଆସିବା ଯିବା ତ ଲାଗି ରହିଛି, ସେତେବେଳେ ଆମେ ଅଧିକ ସ୍ଥିର ହୋଇ ନିଜ କାମ କରିପାରିବା। ଏହାର କିଛି ଉଦାହରଣ ଅଛି କି, ମାନେ ପୁରାଣରୁ ବା ଇତିହାସରୁ? ହଁ, ନିଶ୍ଚୟ। ଆପଣ ରାଜା ହରିଶ୍ଚନ୍ଦ୍ରଙ୍କ କଥା ଭାବନ୍ତୁ। ସତ୍ୟ ପାଇଁ ସେ ରାଜ୍ୟ ହରେଇଲେ, ସ୍ତ୍ରୀ ପୁତ୍ରଙ୍କୁ ବିକିଲେ, ଶେଷରେ ଶ୍ମଶାନ ଯୋଗୁଆଳି ହେଲେ। ହଁ, ତାଙ୍କ କାହାଣୀ ତ ଅତ୍ୟନ୍ତ କରୁଣ। କିନ୍ତୁ ଯେତେବେଳେ ନିଜ ପୁଅର ମୃତଦେହ ସତ୍କାର ପାଇଁ ଆସିଲା, ସେ ବି ଶୋକରେ ପାଗଳ ନ ହୋଇ ନିଜ କର୍ତ୍ତବ୍ୟ କର ଆଦାୟରେ ସ୍ଥିର ରହିଲେ। କାହିଁକି? କାରଣ ସେ ବୋଧହୁଏ ଏହି ସତ୍ୟକୁ ଜାଣିଥିଲେ ଯେ ଶରୀର ଆସେ ଆଉ ଯାଏ, କିନ୍ତୁ ଧର୍ମ ରହେ। ଏହା ହିଁ ଏ ଶ୍ଲୋକର ବାସ୍ତବ ପ୍ରୟୋଗ। ବାଃ, ରାଜା ହରିଶ୍ଚନ୍ଦ୍ରଙ୍କ ଉଦାହରଣ ପ୍ରକୃତରେ ଏ ତତ୍ତ୍ୱକୁ ପୁରା ଜୀବନ୍ତ କରିଦେଲା। କେମିତି ଗଭୀର ବୁଝାମଣା ଜଣକୁ ଏତେ ବଡ଼ ଦୁଃଖରେ ବି ସ୍ଥିର ରଖିପାରେ। ତେବେ ମୁଁ ଯଦି ଠିକ୍ ବୁଝିଲି, ଏ ଶ୍ଲୋକର ମୂଳ ଶିକ୍ଷା ଏୟା ନୁହେଁ ଯେ କିଛି ଅନୁଭବ କର ନାହିଁ, ବରଂ ଏୟା ଯେ ଯାହା ଅନୁଭବ କରୁଛ ତାହା କେତେ ସ୍ଥାୟୀ ତାହା ବୁଝ, ଆଉ ଅସ୍ଥାୟୀ ଜିନିଷ ପାଇଁ ଶୋକରେ ବୁଡ଼ିଯିବା ଦରକାର ନାହିଁ। ଏକ ସନ୍ତୁଳନର କଥା, ନୁହେଁ କି? ଏକଦମ। ଆପଣ ଖୁବ୍ ସୁନ୍ଦର ଭାବରେ ଏହାର ସାରାଂଶ କହିଲେ। ମୋଟାମୋଟି ଭାବେ ଶ୍ଲୋକ 2.28ର ମୂଳ କଥା ହେଲା ସବୁ ଜୀବ ଆରମ୍ଭରେ ଆଉ ଶେଷରେ ଅଦୃଶ୍ୟ, ଖାଲି ମଝିରେ ଦୃଶ୍ୟମାନ। ଯେତେବେଳେ ଆରମ୍ଭ ଆଉ ଶେଷ ଦୁଇଟା ହିଁ ଅଦୃଶ୍ୟ, ତେବେ ଏଇ ମଝି ସମୟ ପାଇଁ ଏତେ ଦୁଃଖ କରିବାଟା ଅଜ୍ଞାନତା। ଏହା ହିଁ ଭଗବାନ ଅର୍ଜୁନଙ୍କର ମୋହ ଭାଙ୍ଗିବାକୁ କହୁଛନ୍ତି। ତାହେଲେ ଯଦି ଆମେ ଏହି ବୁଝାମଣାକୁ ନିଜ ଜୀବନରେ ଦେଖିବାକୁ ଚେଷ୍ଟା କରୁ, ଏସବୁର ପ୍ରକୃତ ଅର୍ଥ କ'ଣ? ଏହାର ମାନେ କ'ଣ ଏୟା ଯେ ଆମର ଏ ଜୀବନ, ଆମ ଶରୀର, ଆମ ସଫଳତା ବିଫଳତା, ସମ୍ପର୍କ, ଏସବୁ ସେ ବଡ଼ ଅଦୃଶ୍ୟ ସତ୍ୟର ଖାଲି ଗୋଟେ ଛୋଟ ଝଲକ? ହଁ, ଆଉ ଏହା ଏକ ଗଭୀର ଚିନ୍ତନ ପାଇଁ ପ୍ରଶ୍ନ ଉଠାଉଛି। କି ପ୍ରଶ୍ନ? ପ୍ରଶ୍ନଟି ହେଲା, ଯଦି ଏ ଶରୀର, ଯାହାକୁ ଆମେ ମୁଁ ଭାବୁଛୁ, ତାହା ସତରେ ଖାଲି ଗୋଟେ ଅସ୍ଥାୟୀ ପୋଷାକ ବା ଗାଡ଼ି ପରି ଯାହାକୁ ଆତ୍ମା କିଛିଦିନ ପାଇଁ ବ୍ୟବହାର କରୁଛି ଆଉ ପୁଣି ଛାଡ଼ିଦେବ, ତେବେ ଆମେ ଆମ ଦିନଦିନିକିଆ ଜୀବନରେ ଶରୀରର ସୁନ୍ଦରତା, ଜିନିଷପତ୍ର, ସମାଜରେ ନାଁ, ଏପରିକି ସାମାନ୍ୟ ଅସୁସ୍ଥତା ବା ବିଫଳତାକୁ କେତେ ଗୁରୁତ୍ୱ ଦେବା କଥା? ଏକଦମ ମୂଳ କଥା। କ'ଣ ଏହି ଦୃଷ୍ଟିକୋଣ ଆମକୁ ଛୋଟ ଛୋଟ କଥାରେ ଅଧିକ ଦୁଃଖୀ ବା ଅଧିକ ଉତ୍ତେଜିତ ହେବାରୁ ବଞ୍ଚେଇ ପାରିବ? ଆମ ଭିତରେ ଗୋଟେ ଶାନ୍ତି, ଗୋଟେ ସ୍ଥିରତା ଆଣିପାରିବ? ଏ ବିଷୟରେ ନିଶ୍ଚୟ ଭାବିବାର ଅଛି। ନିଶ୍ଚିତ ଭାବରେ। ଏହା ସମସ୍ତଙ୍କ ପାଇଁ ଏକ ଚିନ୍ତନର ବିଷୟ। ଯଦି ଆଜିର ଏହି ଆଲୋଚନା, ଗୀତାର ଏହି ବିଶେଷ ଶ୍ଲୋକ ଉପରେ ଆମର ଏହି ଗଭୀର ମନ୍ଥନ କାହାକୁ ବି କିଛି ନୂଆ ଦୃଷ୍ଟି ଦେଇଥାଏ ବା ଭଲ ଲାଗିଥାଏ, ତେବେ ନିଶ୍ଚୟ ଲାଇକ୍ କରନ୍ତୁ। ଆଉ ଯଦି ଲାଗୁଛି ଯେ ଏହି ଜ୍ଞାନର କଥା ଅନ୍ୟମାନଙ୍କ ପାଖରେ ବି ପହଞ୍ଚିବା ଦରକାର, ତେବେ ଏହାକୁ ନିଜ ବନ୍ଧୁ ପରିବାର ସହ ସେୟାର କରନ୍ତୁ। ହଁ, ଏହି ଜ୍ଞାନ ଯେତେ ବାଣ୍ଟିବା ସେତେ ବଢ଼ିବା ଆଉ ଭଗବାନଙ୍କ କୃପା ମଧ୍ୟ ମିଳିବ। ଆଗାମୀ ଦିନରେ ଏହିପରି ଆହୁରି ଅନେକ ଆଧ୍ୟାତ୍ମିକ ବିଷୟ ଉପରେ ଆଲୋଚନା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରିବେ। ଆଉ ହଁ, ନିଜର ଅନୁଭୂତି ବା ଶ୍ରଦ୍ଧା ଜଣାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖିଲେ ଆମକୁ ଖୁସି ଲାଗିବ। ନିଶ୍ଚୟ। ଆଗାମୀ ଭାଗରେ ଆମେ ବୋଧହୁଏ ଗୀତାର ପରବର୍ତ୍ତୀ ଶ୍ଲୋକ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏମିତି କଥା ହେବା। ଆଶା କରୁଛୁ ସେତେବେଳେ ବି ଆପଣମାନେ ଆମ ସହ ଯୋଡ଼ି ହେବେ। ଆଜି ପାଇଁ ତେବେ ଏତିକି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।